ରାଉରକେଲା ଗସ୍ତରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ତେଣୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି ରାଉରକେଲା ସହର। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ବପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ତାଙ୍କ ସହିତ ଆସିଥିବା ବେଳେ ସମସ୍ତଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରକାର ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା। ପରେ ରାଉରକେଲାର ପ୍ଲାନେଟୋରିୟମ, ବିଜ୍ଞାନ କେନ୍ଦ୍ର, ନିର୍ମଳ ମୁଣ୍ଡା ପ୍ରବେଶ ପଥ, ରାଉରକେଲା ଜନଜାତି ସଂଗ୍ରହାଳୟ, ସମନ୍ୱିତ ଆଦେଶ ଓ ନିୟନ୍ତ୍ରିତ କେନ୍ଦ୍ର ପ୍ରଭୃତିକୁ ରାଷ୍ଟ୍ରପତି ଉଦ୍ଘାଟନ କରିଥିଲେ। परिप्रकाश करुछंती प्रथम थर पई 2500 जन छात्र छात्री विभिन्न नृत्य माध्यम रे ରାଉରକେଲାରୁ ସୁରଜିତ ନନ୍ଦଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।